ତୁମେ ପରମେଶ୍ୱର ଓ ଧନ ଉଭୟର ସେବା କରିପାରିବ ନାହିଁ। ଲୁକ 16:13 ପଦ। ପ୍ରିୟ ବନ୍ଧୁଗଣ, ଆମମାନେ କେବେ ହେଲେ ଉଭୟର ସେବା କରିପାରିବା ନାହିଁ, ଉଭୟର ପୂଜା କରିପାରିବା ନାହିଁ। କେବଳ ଆମେ ପରମେଶ୍ୱରଙ୍କୁ ହିଁ ପୂଜା କରିବା ପାଇଁ ପ୍ରଭୁ ଆମମାନଙ୍କୁ ସୃଷ୍ଟି କରିଛନ୍ତି। ପରମେଶ୍ୱରଙ୍କର ହିଁ ସେବା କରିବା ପାଇଁ ପ୍ରଭୁ ଆମମାନଙ୍କୁ ସୃଷ୍ଟି କରିଛନ୍ତି। ତାହାଙ୍କ ଦ୍ୱାରା ଆଉ ତାହାଙ୍କ ପାଇଁ ଆମମାନେ ସୃଷ୍ଟ ହୋଇଅଛୁ। ତେଣୁ ଆମମାନେ ଉଭୟର ସେବା କରିପାରିବା ନାହିଁ। ପରମେଶ୍ୱର ହେଉଛନ୍ତି ଆତ୍ମା। ଜହନ 4:24। ଆତ୍ମା ମାନେ ଜୀବନ। ଆମେ ଦେଖୁଛୁ ବିଭିନ୍ନ ରକମର ଜୀବନ ଅଛି। ଉଦ୍ଭିଦର ଜୀବନ ଅଛି, ଜୀବଜନ୍ତୁର ଜୀବନ ଅଛି, ମନୁଷ୍ୟର ଜୀବନ ଅଛି, ଦୂତମାନଙ୍କର ଜୀବନ ଅଛି, ଆତ୍ମାମାନଙ୍କର ଜୀବନ ଅଛି, ଆଉ ପରମେଶ୍ୱରଙ୍କର ଜୀବନ ଅଛି। କାରଣ ପରମେଶ୍ୱର ହେଉଛନ୍ତି ଜୀବନର ଉତ୍ସ। ସେଥିପାଇଁ ସେହି ପରମେଶ୍ୱରଙ୍କୁ ଆମମାନେ ପରମାତ୍ମା କହିଥାଉ, ପବିତ୍ର ଆତ୍ମା କହିଥାଉ। ଆଉ ଯେଉଁ ଆତ୍ମା ଗୁଡ଼ାକ ପ୍ରଭୁଙ୍କ ବିରୋଧରେ ଉଠନ୍ତି ବା ଯେଉଁ ଦୂତମାନେ ପ୍ରଭୁଙ୍କ ବିରୋଧରେ ଉଠିଲେ, ସେମାନେ ହେଲେ ଭୂତାତ୍ମା, ପ୍ରେତାତ୍ମା। କିନ୍ତୁ ଆମମାନେ ମନୁଷ୍ୟମାନେ ଜୀବନ ପାଇଅଛୁ, ସେଥିପାଇଁ ଆମମାନେ ଜୀବାତ୍ମା ଅଛୁ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଅଛନ୍ତି, ମୁଁ ହିଁ ପଥ, ଜୀବନ ଓ ସତ୍ୟ। ଜହନ 14:6। କାରଣ ସେ ହେଉଛନ୍ତି ଜୀବନ, ଜୀବନର ଉତ୍ସ। ଯେତେ ସବୁ ଜୀବନ ଅଛି ତାହାର ଉତ୍ସ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଯେତେ ସବୁ ଆତ୍ମା ଅଛି ସେହି ଆତ୍ମାର ଉତ୍ସ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତେଣୁ ପରମେଶ୍ୱର ହେଉଛନ୍ତି ଆତ୍ମା। ଏହି ପରମେଶ୍ୱରଙ୍କର ଆତ୍ମା ଆମମାନେ ପାଇଥିବା ଯୋଗୁଁ ଆମମାନେ ଜୀବିତ ଅଟୁ। ଏ ପରମେଶ୍ୱରଙ୍କର ଆତ୍ମା ପାଇଥିବା ଯୋଗୁଁ ଯେତେ ସବୁ ଜୀବନ୍ତ ଉଦ୍ଭିଦ, ପ୍ରାଣୀ, ମନୁଷ୍ୟ, ଦୂତ ଅଛନ୍ତି, ସେସବୁ ଏ ପରମେଶ୍ୱରଙ୍କ ଠାରୁ ପାଇଥିବାରୁ ସେମାନେ ଜୀବିତ ଅଛନ୍ତି। ତେଣୁ ସେମାନେ ପରମେଶ୍ୱରଙ୍କ ଠାରୁ ଏହି ଜୀବନ ଲାଭ କରିଛନ୍ତି। ଏପରିକି ପ୍ରେତାତ୍ମାମାନେ ମଧ୍ୟ, ଯଦିଓ ସେମାନେ ପ୍ରଭୁଙ୍କ ବିରୋଧରେ, ପରମେଶ୍ୱରଙ୍କ ବିରୋଧରେ ଅଛନ୍ତି, କିନ୍ତୁ ପରମେଶ୍ୱର ସେମାନଙ୍କୁ ବଞ୍ଚିବାର ଅଧିକାର ଥିବା ଯୋଗୁଁ ସେମାନେ ବଞ୍ଚି ଅଛନ୍ତି। ସେଥିପାଇଁ ସେମାନେ ତାହାଙ୍କର ଜୀବନ ପାଇଅଛନ୍ତି, କିନ୍ତୁ ତାଙ୍କ ବିରୋଧରେ। କାରଣ ପରମେଶ୍ୱର ମଧ୍ୟ ସମସ୍ତଙ୍କୁ ତାଙ୍କ ପରି ସୃଷ୍ଟି କଲେ। ତାହାଙ୍କୁ ଜାଣିବାର ଶକ୍ତି, ଇଚ୍ଛା କରିବାର ଶକ୍ତି, ସ୍ୱାଧୀନତାର ଶକ୍ତି, ସେହି ଇଚ୍ଛା ସେମାନଙ୍କୁ ଦେଇଛନ୍ତି। ସେଥିପାଇଁ ଆମମାନେ ବଞ୍ଚିଅଛୁ। କିନ୍ତୁ ପରମେଶ୍ୱର ସେହି ଜୀବନକୁ ମଧ୍ୟ ଧ୍ୱଂସ କରିପାରିବେ। ତେଣୁ ଏହି ପରମେଶ୍ୱର ଦେହବନ୍ତ ହେଲେ, ଆମ ପରି ଜୀବନ ଧାରଣ କଲେ, ସେହି ପରମେଶ୍ୱରଙ୍କୁ ଆମମାନେ ଈଶ୍ୱର କହିଥାଉ। ପରମେଶ୍ୱରଙ୍କର ସର୍ବପୂର୍ଣ୍ଣତା ଯୀଶୁଙ୍କଠାରେ ନିବାସ କଲା। କଲୋସ୍ୟ 1:19। ଯୀଶୁଖ୍ରୀଷ୍ଟଙ୍କଠାରେ ହିଁ ଈଶ୍ୱରତ୍ୱର ସମଗ୍ର ପୂର୍ଣ୍ଣତା ଦେହବନ୍ତ ହୋଇ ବାସ କଲା। କଲୋସ୍ୟ 2:9। ସେଥିପାଇଁ ସେହି ଆତ୍ମା ଦେହବନ୍ତ ହେଲେ, ସେହି ପରମେଶ୍ୱର ଦେହବନ୍ତ ହେଲେ, ସେହି ପରମେଶ୍ୱରଙ୍କର ବାକ୍ୟ ଦେହବନ୍ତ ହେଲା। ଜହନ 1:14। ସେଥିପାଇଁ ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ହିଁ ପରମେଶ୍ୱରଙ୍କର ସର୍ବପୂର୍ଣ୍ଣତା, ପରମେଶ୍ୱରଙ୍କର ଈଶ୍ୱରତ୍ୱ ସମ୍ପୂର୍ଣ୍ଣ ରୂପେ ବାସ କଲା। ଆପଣଙ୍କଠାରେ, ମୋ ଠାରେ, ଗଛଠାରେ, ଉଦ୍ଭିଦଠାରେ, ଜୀବଜନ୍ତୁଠାରେ, ମନୁଷ୍ୟମାନଙ୍କଠାରେ, ଦୂତମାନଙ୍କଠାରେ ଏଗୁଡ଼ାକ ପରିପୂର୍ଣ୍ଣ ନୁହଁ। ଆଂଶିକ ଭାବରେ ଆମମାନେ ଜୀବନ ପାଇଅଛୁ। କିନ୍ତୁ ସର୍ବପୂର୍ଣ୍ଣତାର ଜୀବନ କେବଳ ଯୀଶୁଙ୍କଠାରେ, କେବଳ ପରମେଶ୍ୱରଙ୍କଠାରେ। ସେଥିପାଇଁ ଏହି ପରମେଶ୍ୱରଙ୍କୁ ଆମମାନେ ପୂଜା କରିବା ପାଇଁ ପ୍ରଭୁ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି। ତେଣୁ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଈଶ୍ୱର କହିଥାଉ।
ସେ କେବଳ ଏକମାତ୍ର ଅବତାର, ସେ କେବଳ ଈଶ୍ୱର। କିନ୍ତୁ ଆମମାନେ ଅନେକ ସମୟରେ ବିଭିନ୍ନ ଜିନିଷକୁ ଆମମାନେ ଈଶ୍ୱର କହିଥାଉ। ଆଉ ସେଗୁଡ଼ାକ ଆମର ଧନ ହେଇପାରେ, ଟଙ୍କାକୁ ମଧ୍ୟ, ଟଙ୍କା ଲୋଭ, ତାହେଲେ ଆମେ ଟଙ୍କାକୁ ପୂଜା କରିଥାଉ ବା ଈଶ୍ୱର ବୋଲି କହିଥାଉ। ପଦବୀକୁ ଆମମାନେ ଈଶ୍ୱର ବୋଲି କହିଥାଉ। ଜମି ଜମାକୁ ଆମମାନେ ଈଶ୍ୱର କହିଥାଉ। ପାହାଡ଼ ପର୍ବତକୁ ଆମମାନେ ଈଶ୍ୱର କହିଥାଉ। ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ରକୁ ମଧ୍ୟ ଈଶ୍ୱର କହିଥାଉ। ଏ ସୃଷ୍ଟ ବସ୍ତୁକୁ ଆମମାନେ ଈଶ୍ୱର କହିଥାଉ। ଆଉ ଏମିତି ଈଶ୍ୱର କହିକି ଆମମାନେ ସେଗୁଡ଼ାକ ପୂଜା କରିଥାଉ। ଆଉ ବିଶେଷ କରି ଲୋଭକୁ ପୂଜା କରିବା, ଜମି ପାଇଁ ଲୋଭ, ଟଙ୍କା ପାଇଁ ଲୋଭ, ଧନ ପାଇଁ ଲୋଭ, ବିଭିନ୍ନ ରକମର ଲୋଭ ପାଇଁ ଆମେ ପୂଜା କରିଥାଉ। ହେଲେ ଏଇ ଲୋଭଟା ହେଉଛି ଆମର ପିତୁଳା ପୂଜା, କଲସିୟ 3:5। କିନ୍ତୁ ପରମେଶ୍ୱର ଅଟନ୍ତି ପ୍ରଭୁ। ବର୍ତ୍ତମାନ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଆତ୍ମା। 2 କରିନ୍ଥୀୟ 3:17, ଯେଉଁଠାରେ ଆତ୍ମା ସେଇଠି ସ୍ୱାଧୀନତା। ପ୍ରଭୁ ଯୀଶୁଖ୍ରୀଷ୍ଟ ପୁନରୁତ୍ଥାନ ପରେ ସେ ଆତ୍ମା ଅଟନ୍ତି। ସେ ଆରମ୍ଭରେ ହିଁ ପରମାତ୍ମା ଥିଲେ, ଆଉ ପୁନରୁତ୍ଥାନ ପରେ ମଧ୍ୟ ସେ ପରମାତ୍ମା। ସେଥିପାଇଁ ଆମେ ତ୍ରୈକ୍ୟ ପରମେଶ୍ୱରଙ୍କୁ ପୂଜା କରିଥାଉ, ପିତା, ପୁତ୍ର ଏବଂ ପବିତ୍ର ଆତ୍ମା। ମାଥ୍ୟୁ 28:19। ଏହି ତ୍ରୈକ୍ୟ ପରମେଶ୍ୱର ହେଉଛନ୍ତି ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର ଆଉ ପବିତ୍ର ଆତ୍ମା ପରମେଶ୍ୱର। 3 ପରମେଶ୍ୱର ନୁହନ୍ତି, ଏକ ପରମେଶ୍ୱର। ସେଥିପାଇଁ ଆମେ ତାହାଙ୍କୁ କହିଥାଉ ତ୍ରୈକ୍ୟ ପରମେଶ୍ୱର, ସତ୍ ଚିତ୍ ଆନନ୍ଦ, ସଚିଦାନନ୍ଦ, ତ୍ରୈକ୍ୟ ପରମେଶ୍ୱର। ତେଣୁ ଏହି ପରମେଶ୍ୱର ହିଁ ପ୍ରକୃତ ପରମେଶ୍ୱର, ପ୍ରକୃତ ସୃଷ୍ଟିକର୍ତ୍ତା। ସେଥିପାଇଁ କେବଳ ଏହି ପରମେଶ୍ୱରଙ୍କୁ ଆମମାନେ ସବୁ ସମର୍ପଣ କରିବାର ଅଛି। ସବୁ ସମର୍ପଣ କରିବା ହିଁ ହେଉଛି ପୂଜା କରିବା, ଆରାଧନା କରିବା, ଉପାସନା କରିବା। ହେଲେ ଏହି ପରମେଶ୍ୱରଙ୍କୁ ହିଁ ଆମମାନେ ପୂଜା କରିବା ଦରକାର। ଟଙ୍କାକୁ ନୁହଁ, ପରମେଶ୍ୱରଙ୍କୁ ହିଁ ପୂଜା କରିବା ଦରକାର। ଧନକୁ ନୁହଁ, ପଦବୀକୁ ନୁହଁ। ଏ ଯେତେ ସବୁ ଅଛି ପୃଥିବୀର ଧନ, ପାର୍ଥିବ ମର୍ଯ୍ୟାଦା, ଏଗୁଡ଼ାକ କ୍ଷଣସ୍ଥାୟୀ। ଏହାକୁ ସେବା କରିବା ଆମର ଉଚିତ ନୁହେଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ତମେ ଉଭୟଙ୍କୁ ସେବା କରିପାରିବ ନାହିଁ। ତମେ ପରମେଶ୍ୱରଙ୍କୁ ସେବା କଲେ ଧନକୁ ତ୍ୟାଗ କରିବ, ଆଉ ତମେ ଯଦି ଧନକୁ ସେବା କଲେ ପରମେଶ୍ୱରଙ୍କୁ ତ୍ୟାଗ କରିବ। ତେଣୁ ଯେତେବେଳେ ଆମମାନେ ପାପ କରୁଛୁ, ଆମମାନେ ଶୈତାନକୁ ପୂଜା କରିଥାଉ, ଧନକୁ ପୂଜା କରିଥାଉ। ଗ୍ରୀକ୍ ଭାଷାରେ ମାମନ ବୋଲି କୁହାଯାଏ। ସେହି ମାମନକୁ ଆମମାନେ ପୂଜା କରିଥାଉ। ହେଲେ ତେଣୁ ଆମମାନେ ଅନେକ ଦେବାଦେବୀକୁ ଆମମାନେ ବାଛିଥାଉ। ପ୍ରଭୁଙ୍କୁ ଛାଡ଼ି ଆମମାନେ ଅନେକ ଦେବାଦେବୀମାନଙ୍କୁ ବାଛିଥାଉ। ସେଥିପାଇଁ ହିଁ ପ୍ରଥମ ଆଜ୍ଞା ପ୍ରଭୁ ଆମମାନଙ୍କୁ ଦେଇଅଛନ୍ତି ଏକମାତ୍ର ପରମେଶ୍ୱରଙ୍କୁ ଆରାଧନା କରିବା ପାଇଁ। ତାହାଙ୍କୁ ଛାଡ଼ିକି ଅନ୍ୟ ଦେବାଦେବୀ, ଅନ୍ୟ ଧନ ସମ୍ପତ୍ତି ଏଗୁଡ଼ାକ ମାନେ ପୂଜା କରିଥାଉ। ସେଥିପାଇଁ ପ୍ରଥମେ ସ୍ୱର୍ଗରାଜ୍ୟ ଆଉ ଧାର୍ମିକତା ଅନ୍ୱେଷଣ କରିବା ପାଇଁ ପ୍ରଭୁ ଆମମାନଙ୍କୁ କହୁଛନ୍ତି। ମାଥ୍ୟୁ 6:33, ପ୍ରଥମେ ପ୍ରଭୁଙ୍କୁ ଆଉ ତାହାଙ୍କର ନ୍ୟାୟକୁ ଖୋଜିବା, ଅନ୍ୱେଷଣ କରିବା ଆଉ ସେବା କରିବା।